500 ବର୍ଷର ମା କ୍ଷେତ୍ରବାସୀଙ୍କ ପୀଠରେ ମକର ମେଳା ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ। ଭଦ୍ରକ ମକର ସଂକ୍ରାନ୍ତି ଉପଲକ୍ଷେ ଜିଲ୍ଲାର ସମସ୍ତ ଦେବୀପୀଠରେ ପାଳନ କରାଯାଏ ମକର ମେଳା। ଏହି ମେଳାକୁ ଭକ୍ତମାନେ ବହୁ ଜାକଜକମରେ ପାଳନ କରୁଥିବା ବେଳେ ଭଦ୍ରକ ଅନ୍ତର୍ଗତ କଲେଇ ପଞ୍ଚାୟତ ଟାଙ୍ଗୁଣୀ ଚୁନିଦାସ୍ଥିତ କପାଳୀ ନଦୀ କୂଳରେ ପୂଜା ପାଉଥିବା ମା କ୍ଷେତ୍ରବାସୀଙ୍କ ପୀଠରେ ବଡ଼ ଧୁମଧାମରେ ମକର ପର୍ବ ପାଳିତ ହୋଇଛି। ମନ୍ଦିରର ସାଜସଜା ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକସଜା ଦର୍ଶକମାନଙ୍କୁ ବହୁ ଆନନ୍ଦିତ କରିଛି। ଏଥିସହ ହୋମଯଜ୍ଞ ଓ କାଳିସୀମାନଙ୍କ ନୃତ୍ୟ ମନ୍ଦିର ପରିବେଶକୁ ଅଧିକ ଚଳଚଞ୍ଚଳ ହୋଇ ଉଠିଥିଲା। ଝୁଣାଧୁଆ ସାଙ୍ଗକୁ ଢୋଲ ବାଣ କାଳିସୀମାନଙ୍କ ବେତ ଧରି ଉନ୍ମୁକ୍ତ ନାଚ ଦେଖିବା ପାଇଁ ଦିନ ତମାମ ମନ୍ଦିର ପରିସର ଲୋକାରଣ୍ୟ ହୋଇଥିଲା। ଶହ ଶହ ଶ୍ରଦ୍ଧାଳୁମାନଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ପୂଜା ଦୀର୍ଘ 4 ଦିନ ଧରି ଚାଲୁ ରହିବ ବୋଲି ମା କ୍ଷେତ୍ରବାସୀ ମକର ମେଳା କମିଟି ଚୁନିଦା ଟାଙ୍ଗୁଣୀର ସଭାପତି ଗୌରଗୋପାଳ ଜେନା, ପୁରୁଷୋତ୍ତମ ସାହୁ, ନିତ୍ୟାନନ୍ଦ ବେହେରା, ଉପେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା, ବାବୁରାମ ମଲ୍ଲିକ, ମହେନ୍ଦ୍ର ମଲ୍ଲିକ, ଦୀପକ ମଲ୍ଲିକ, ସୁରେନ୍ଦ୍ର ବେହେରା, ସମୀର ମଲ୍ଲିକ, ଚକ୍ରଧର ଜେନା, ରାଜେନ୍ଦ୍ର ବେହେରା, ଶେଖର ଚନ୍ଦ୍ର ଜେନା, କାହ୍ନୁଚରଣ ଜେନା, ଗଜେନ୍ଦ୍ର ସାହୁ, ଅଭିରାମ ବେହେରା ପ୍ରମୁଖ ସୂଚନା ଦେଇଛନ୍ତି। ଏହି ଉତ୍ସବରେ ପୂର୍ବତନ ଭଦ୍ରକ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ମଞ୍ଜରୀ ରାଉତ, ଶିକ୍ଷାବିତ ବାବୁଲା ରାଉତ, ଯୁବନେତା ତାପସ ରାୟ, ତୁଷାରକାନ୍ତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏହି ମକର ପର୍ବରେ ବିଭିନ୍ନ ଗ୍ରାମରୁ ବହୁ ଭକ୍ତ ଏହି ମେଳା ଦେଖିବାକୁ ଆସିଥାନ୍ତି। ଏଠାରେ ମୁଖ୍ୟତଃ ପଞ୍ଚାୟତର ବିଭିନ୍ନ ଗ୍ରାମମାନଙ୍କରେ ଥିବା ଦେବୀପୀଠମାନଙ୍କରୁ ପ୍ରାୟ 20 ଜଣ କାଳିସୀ ଆସି ଦାସି ପଡ଼ିଥିଲେ। କଲେଇ, ବଳାଜିତପଡ଼ା, ପାତ୍ରସାହି, ବଳଭଦ୍ରପୁର, ଉଲୁଡୁଙ୍ଗା ଭଳି ଗ୍ରାମମାନଙ୍କରୁ ଏଥର 9 ଜଣ କାଳିସୀ ପଡ଼ି ନିଜ ଗ୍ରାମ ଆଖପାଖ ଗ୍ରାମର ମଙ୍ଗଳ ପାଇଁ ଉପଦେଶ ଦେଇଥାନ୍ତି। ଏହି କାଳିସୀ ଦାସି ପଡ଼ିବା ପୂର୍ବରୁ ବହୁ ନୀତି ନିୟମରେ ରହିଥିବା ବେଳେ ଆଜି ସାରାଦିନ ଉପବାସ ରହିଥାନ୍ତି। ମାଙ୍କ ଇତିହାସରୁ ଜଣାଯାଏ ପ୍ରାୟ 16ଶ ଶତାବ୍ଦୀର ଶେଷ ଭାଗରେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ ଏହି ଠାକୁରାଣୀକୁ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ମାଙ୍କର ପବିତ୍ର ଦିନକୁ ମକର ସଂକ୍ରାନ୍ତିର 3 ଦିନ ଧରି ପାଳନ କରାଯାଏ, ଯାହାର ଇତିହାସ 500ରୁ ଊର୍ଦ୍ଧ୍ୱ ବର୍ଷ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ମକର ସଂକ୍ରାନ୍ତି ଦିନ ମାଙ୍କ ନିକଟରେ ମାଟି ଘୋଡ଼ା ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହି ଦିନ ଅନେକ ଭକ୍ତଙ୍କୁ ମା ପ୍ରସନ୍ନ ହୋଇଥିବା ବେଳେ କେତେକ ପୂଜକଙ୍କୁ ଦାସୀ ଲାଗିଥାନ୍ତି। ସେହି ସମୟରେ ଦାସୀ ବୈକୁଣ୍ଠ ଦାସ ଲୋକଙ୍କ ଦୁଃଖ ଶୁଣିଥାନ୍ତି। ଏଥି ଉପଲକ୍ଷେ ଚଳିତ ବର୍ଷ ମାଙ୍କ ମନ୍ଦିରର ସାଜସଜା ବେଶ ଚିତ୍ତାକର୍ଷକ ହୋଇଛି। ଝୁଣା ଆଳତୀର ପବିତ୍ର ପରିବେଶରେ ମଧ୍ୟ କାଳିସୀମାନଙ୍କର ବେତଧରା ଉଦଣ୍ଡ ନୃତ୍ୟ ଲୋକଙ୍କ ମଧ୍ୟରେ ବେଶ ଉନ୍ମାଦନା ସୃଷ୍ଟି କରିଥାଏ। ଅପରାହ୍ନ 3ଟାରୁ 6ଟା ପର୍ଯ୍ୟନ୍ତ ଏଥିପାଇଁ ମନ୍ଦିର ପରିବେଶ ଲୋକ ଭିଡ଼ ପରିଲକ୍ଷିତ ହୁଏ। ପୂର୍ବରୁ ବଳଭଦ୍ରପୁରରୁ କାଳିସୀ ଆସି ନୃତ୍ୟ କରୁଥିବା ବେଳେ ଏବେ କଲେଇ, ବଳାଜିତପଡ଼ା, ପାତ୍ରସାହି ଓ ଓଲଟୁଙ୍ଗା ଭଳି 9ଟି ସ୍ଥାନରୁ କାଳିସୀ ଆସି ଲୋକଙ୍କ ଭଲ ମନ୍ଦ ବାଣୀ ଶୁଣାଇଥାନ୍ତି। ଏହି ମେଳାର 3 ଦିନ ଅପେରା ହୋଇଥିବା ବେଳେ ସନ୍ଧ୍ୟାରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବ୍ୟବସାୟୀମାନେ ସେମାନଙ୍କର ବିପଣୀମାନ ଖୋଲିଛନ୍ତି। ଆହ୍ୱାନ କାଳରୁ ମକର ସଂକ୍ରାନ୍ତିଟା ଅଛି। ମକର ଯାତ୍ରାଟା ପାଖାପାଖି 200 ବର୍ଷ ଖଣ୍ଡ ହେଇଗଲାଣି। ଆମ ଯାତ୍ରା ମାନେ ଯେଉଁଟା ରଘୁ ପଣ୍ଡା ଥିଲାବେଳେ ଡ୍ରାମା ହେଉଥିଲା, ଗାଁ ଲୋକ ସବୁ କରନ୍ତି, ସେଇଠୁ ହେଇତେ ଦିନକୁ ଦିନ ବର୍ତ୍ତମାନ ବଡ଼ ବଡ଼ ପାର୍ଟି ଆସିକି ପହଞ୍ଚନ୍ତି। ଆଉ ଭବିଷ୍ୟତ କେଉଁ ଜାଗାରେ ଆଉଛନ୍ତି ଇଏ ଆପଣଙ୍କର ଓଡ଼ିଶାରୁ କୋଣ ଅନୁକୂଳର ଲୋକ ଆସନ୍ତି। ତାପରେ ପୂର୍ବ ସମୟରେ ଚାଷବାସ ହେଲା ପରେ ସେମାନେ ମନର ଗୋଟେ ଭଲ ଇଏ କରିବା ପାଇଁ ପର୍ବ ପାଳନ କରୁଥିଲେ, କିନ୍ତୁ ବର୍ତ୍ତମାନ ଏ ପର୍ବ ଆସିକି ଏହି ସ୍ତରରେ ପହଞ୍ଚିଲାଣି। ଏଠି ବଡ଼ ବଡ଼ ଅପେରା ପାର୍ଟି ଆସୁଛନ୍ତି, ଫ୍ରି ଶୋ ଯାତ୍ରା କରାହେଉଛି, ଟିକେଟ୍ ନାହିଁ ଏଠି କିଛି, ସବୁ ଫ୍ରି ଶୋ ଯାତ୍ରା ହେଉଛି। ଆଉ ଆମର ଏଇଟା 3 ଦିନ ଧରି ଯାତ୍ରା ହେବ। 14 ତାରିଖରୁ ଆରମ୍ଭ ହୋଇ 18 ତାରିଖ ପର୍ଯ୍ୟନ୍ତ, 18 ତାରିଖରୁ ଉଦ୍ଯାପନ ଦିବସ। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।